ଛାତ୍ର ଛାତ୍ରୀଙ୍କ ପାଇଁ ବାସ୍ତୁ ସିଦ୍ଧାନ୍ତ। କୌଣସି ପୁସ୍ତକକୁ ସମ୍ପୂର୍ଣ୍ଣ ଅବଗତ ହେବାକୁ ଚାହୁଁଥିଲେ ପ୍ରଥମେ ଖୁବ୍ ଶୀଘ୍ର ଥରୁଟିଏ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ। ଏଣୁ ସମ୍ପୂର୍ଣ୍ଣ ପୁସ୍ତକର ବିଷୟବସ୍ତୁ ସମ୍ପର୍କରେ ଧାରଣା ଆସିଯାଉ। ଏଣିକି ପ୍ରଥମରୁ ଏକାଗ୍ରତା ଭାବେ ପଠନ କରିବେ, ଦେଖିବେ ସହଜ ବୋଧ ହେବ। ଆଗକୁ ଆଗକୁ ମାଡ଼ିଯିବା ପାଇଁ ମନ ମଧ୍ୟରେ ଆଗ୍ରହ ସୃଷ୍ଟି ହେବ। ଏଥିପାଇଁ ଖୁବ୍ ଶୀଘ୍ର ପଢ଼ିବା ଅଭ୍ୟାସ ଥିବା ଆବଶ୍ୟକ। ପଠନ ସମୟରେ ପୁସ୍ତକର ବିଷୟବସ୍ତୁ ଉପରେ ସର୍ବଦା ତୀକ୍ଷ୍ଣ ଦୃଷ୍ଟି ଦିଅନ୍ତୁ ଏବଂ ଜାଣିବାକୁ ଚେଷ୍ଟା କରନ୍ତୁ, କାହିଁକି ମୁଁ ଏହି ବିଷୟ ପଢ଼ୁଛି? ହ୍ୱାଏ am I studying this subject? ମୁଁ ଏଥିରୁ କ'ଣ ଶିଖିବାକୁ ଚାହୁଁଛି? What do I want to learn about it? ଯାହା ସବୁ ଅଧ୍ୟୟନ କରୁଛନ୍ତି ସେଗୁଡ଼ିକୁ ମଝିରେ ମଝିରେ ରିଭ୍ୟୁ ବା ଦୋହରାଇବା ଉଚିତ, ନଚେତ୍ ଭୁଲିଯିବାର ସମ୍ଭାବନା ଯଥେଷ୍ଟ ଥାଏ। ଏଣୁ ନୂତନ ପାଠ ଅଧ୍ୟୟନ ସମୟରେ ସମୟ ଓ ସୁବିଧା ଦେଖି ପୁରାତନ ପାଠ ଫର୍ମୁଲା ଆଦିକୁ ରିଭ୍ୟୁ କରିବା ଏକାନ୍ତ ଜରୁରୀ। ଜୀବନର ବାଟରେ ଅନେକ ଲୋକଙ୍କ ସହ ଭେଟ ହୁଏ। କିଏ ଅଗାଢ଼ ଭଲ ପାଇବା ଓ ସ୍ନେହ ଦିଏ ତ ଆଉ କିଏ ଅପମାନ ଓ ମନରେ ଆଘାତ ଦିଏ। କିନ୍ତୁ ବାସ୍ତବରେ ଉଭୟଙ୍କୁ କେବେ ବି ଭୁଲି ହୁଏ ନାହିଁ। ପାଦ ଅଛି ମାନେ କଣ୍ଟା ଫୁଟିକି ରକ୍ତ ବୋହିବ, କିନ୍ତୁ ଚାଲିବା ତ ବନ୍ଦ ହେବ ନାହିଁ। ବାଦ ବିବାଦରେ ଭାଗ ନ ନେଇ ଯେଉଁମାନେ ମୌନ ହୋଇ ରହନ୍ତି ତାଙ୍କ ସଙ୍ଗରେ ଲୋକେ କଳି କରିପାରନ୍ତି ନାହିଁ। କଥାବାର୍ତ୍ତାରେ ସଂଯତ ହୋଇ ଅଯଥା କଥା ଓ ଯୁକ୍ତିତର୍କ ନ କରି ମୌନ ହୋଇ ରହିଥିବା ବ୍ୟକ୍ତିଙ୍କ ପ୍ରତି କେହି ଦୋଷାରୋପ କରିପାରନ୍ତି ନାହିଁ। ଯେଉଁମାନଙ୍କ ଅନ୍ତଃକରଣ ନିର୍ମଳ ସେମାନେ ଭଗବାନଙ୍କୁ ସର୍ବସ୍ୱ ମଣି ତାଙ୍କରି ନିର୍ଦ୍ଦେଶରେ ସବୁ କିଛି କରୁଛନ୍ତି ବୋଲି ମନରେ ଦୃଢ଼ ଧାରଣା କରିଥିବାରୁ ପାପ କର୍ମରେ ପ୍ରବୃତ୍ତ ହୁଅନ୍ତି ନାହିଁ। ସତ୍ ଓ ଈଶ୍ୱର ବିଶ୍ୱାସୀ ଲୋକେ ଜ୍ଞାତସାରରେ ପାପ କରନ୍ତି ନାହିଁ। ଜୟ ଶ୍ରୀ ଜଗନ୍ନାଥ।